नमस्कार दर्शक बंधु ओडिया कथा चैनल को बहुत बहुत स्वागत। 2024 जुलाई मास 22 तारिख सोमवार आरंभ होउची श्रावण सोमवार व्रत। रविवार 21 तारिख रे व्यास पूर्णिमा पड़ुछि। आषाढ़ मास सरी सोमवार श्रावण मास आरंभ होउछि। श्रावण सोमवार बा श्रावण मास महादेव शिवଙ୍କ नामରେ समर्पित। ଏହି ଦିନଠାରୁ ବୋଲବମ୍ ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ। ମହାଦେବଙ୍କ ବ୍ରତ ଉଭୟ ପୁରୁଷ ମହିଳା କରିପାରିବେ। ଶ୍ରାବଣ ସୋମବାର ବ୍ରତ କିଛି ନୀତି ନିୟମ ପୂଜା ଅର୍ଚ୍ଚନା ଦ୍ୱାରା କରାଯାଇଥାଏ। ଶିବ ଶୟନ ଚତୁର୍ଦ୍ଦଶୀରେ ମହାଦେବ ଶୟନ କରିଥାନ୍ତି। ଏହି ଶୟନ ଯାତ୍ରା 4 ମାସ ହୋଇଥାଏ। ଏହି ଦିନ ମଧ୍ୟରେ ଚତୁର୍ଦ୍ଦଶୀ ବ୍ରତ ମଧ୍ୟ ପାଳନ କରାଯାଏ। ମହାଦେବଙ୍କ ଶୟନ ଅବସ୍ଥାରେ ସମସ୍ତେ ମହାଦେବଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଯଦି ଶ୍ରାବଣ ସୋମବାର ବ୍ରତ ମାସିକ ନୀତି ନିୟମ ଅନୁସାରେ ମାନି କରିପାରିବେ, ନହେଲେ କେବଳ ସୋମବାର ଦିନ ପୂଜା ଅର୍ଚ୍ଚନା କରିପାରିବେ। କୁହାଯାଏ ଯେ ମାତା ପାର୍ବତୀ ଏହି ମାସରେ ହିଁ ଶିବଙ୍କ କଠୋର ତପସ୍ୟା କରି ପ୍ରସନ୍ନ କରାଇଥିଲେ। ନିଜ ମନବାଞ୍ଛିତ ଫଳ, ନିଜର କିଛି ସମସ୍ୟା ଗ୍ରହରିଷ୍ଟରୁ ମୁକ୍ତି ପାଇଁ ମହାଦେବଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ମହାଦେବଙ୍କ ପୂଜା ଅର୍ଚ୍ଚନା 3 ପ୍ରକାର ସୋମବାର କରାଯାଏ। ପ୍ରତି ସୋମବାର, 16 ସୋମବାର, ଶ୍ରାବଣ ସୋମବାର। ତେଣୁ ଏହି ମାସ ମହାଦେବଙ୍କ ପ୍ରିୟ ହୋଇଥିବାରୁ ଶ୍ରାବଣ ସୋମବାର ବ୍ରତ କରିଥାନ୍ତି। ଶ୍ରାବଣ ସୋମବାର ଦିନ ଶୈବ ମନ୍ଦିର ଯାଇ ଶିବ ଦର୍ଶନ ପୂଜା ଅର୍ଚ୍ଚନା କରିବେ। ମହାଦେବ ଅଭିଷେକ ପ୍ରିୟ ହୋଇଥାନ୍ତି। ନିଜ ମନବାଞ୍ଛା ନିଜ ସମସ୍ୟା ଆଶୀର୍ବାଦ ଲାଭ କରିବା ପାଇଁ ମହାଦେବଙ୍କୁ ଅଭିଷେକ କରାଇବେ। ଅଭିଷେକ ଗଙ୍ଗା ଜଳରେ କରାଇ ପାରିବେ, ନଚେତ୍ ଶୁଦ୍ଧ ସ୍ୱଚ୍ଛ ନଦୀରୁ ପାଣି ଆଣି ମହାଦେବଙ୍କୁ ଅଭିଷେକ କରାଯାଏ, ଯାହାକୁ ଆମେ ବୋଲବମ୍ ମଧ୍ୟ କହିଥାଉ। ଏହା ବ୍ୟତୀତ ଶୁଦ୍ଧ କ୍ଷୀର, ଦହି, ମହୁ ଆଦିରେ ମଧ୍ୟ ଅଭିଷେକ କରାଇ ପାରିବେ। ସମସ୍ତ ବ୍ରତ ଆରମ୍ଭ କରିବା ଆଗରୁ ସଂକଳ୍ପ କରିବା ଆବଶ୍ୟକ। ତାହେଲେ ଯାଇ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ। ବ୍ରତ ଆରମ୍ଭ କରିବା ଆଗରୁ ମନ୍ଦିର ନନାଙ୍କ ଦ୍ୱାରା ସଂକଳ୍ପ କରିପାରିବେ, ନଚେତ୍ ଘରେ ରହି ମଧ୍ୟ ମହାଦେବଙ୍କ ଫଟୋ ବା ଶିବଲିଙ୍ଗ ପୂଜା କରି ସଂକଳ୍ପ କରିପାରିବେ। ମନରେ ଶିବଙ୍କୁ ପ୍ରାର୍ଥନା କରି ଜଣାଇବେ ଯେ ଏହି ବ୍ରତ ପାଇଁ ସଂକଳ୍ପ କରୁଛି। ସୋମବାର ଶୈବ ମନ୍ଦିର ଗଲାବେଳେ ବେଲପତ୍ର, ଫୁଲ, ଚନ୍ଦନ, ବସ୍ତ୍ର ଆଦି ଏବଂ ଭୋଗ ଆଦିକୁ ସଜାଡ଼ି ମନ୍ଦିର ପୂଜା କରିବେ। ମନ୍ଦିରରେ ପୂଜା କରାଇ ଅଭିଷେକ କରାଇବେ। ବ୍ରତଧାରୀମାନେ ଆମିଷ ଭୋଜନ ନିଷେଧ କରିବେ। ପିଆଜ ରସୁଣ ଆଦି ବାରଣ କରିବେ। ସଜବାଜ ସାମଗ୍ରୀ ଯଥା କ୍ରିମ୍, ପାଉଡର, ତେଲ, ସାବୁନ ଆଦିକୁ ବାରଣ କରିବେ ଏବଂ ଖଟ ଉପରେ ଶୋଇବେ ନାହିଁ। ଏହି ଦିନ ଉପବାସ ରହିପାରିବେ, ନହେଲେ ଫଳ ଆଦି ଖାଇ ରହିପାରିବେ, ନଚେତ୍ ଗୋଟିଏ ବକ୍ତ ଅନୁଯାୟୀ ଅନ୍ନ ଖାଇ ରହିପାରିବେ। ବ୍ରତ ସେତେବେଳେ ସଫଳ ହୁଏ ମନରେ ଭକ୍ତିଭାବ ଦୟା ରଖିଲେ। ଶିବଙ୍କ ନାମ ଜପ କରି ଭକ୍ତିର ସହ ବ୍ରତ ପୂଜା କଲେ ତାହା ସଫଳ ହୋଇଥାଏ। ଏହି ଦିନ ଦାନ ଧର୍ମ, ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା, ଦାନ ଧର୍ମ ଆଦି କରିବା ଉଚିତ। ଭକ୍ତି ଭାବନାର ସହିତ ମହାଦେବଙ୍କୁ ପୂଜା କଲେ ମନବାଞ୍ଛା ପୂରଣ ହୋଇଥାଏ। आशा करुँच ये भिडियोटी आपको भल लगी। भिडियो लाइक, कमेंट, शेयर कर दिंतु और सब्सक्राइब करने भूलु नहीं। नमस्कार।